ମୋ ନାଁ ବୀରେନ୍ଦ୍ର ତରାଇ, ଉତ୍ତରେଶ୍ୱର ନିଆଳି କୈବର୍ତ୍ତ ମହାସଂଘର ମୁଁ ଉପସଭାପତି। ଏ ବାର୍ଷିକ ବୈଠକ ଆମର ବିଗତ 1967 ମସିହାରୁ ଆରମ୍ଭ ହୋଇଛି, ଆଜି ପର୍ଯ୍ୟନ୍ତ ଚାଲୁ ରହିଛି। ଏ ସଭାକୁ ଯେଉଁମାନେ ଆଜି ପର୍ଯ୍ୟନ୍ତ ଚଲେଇ ଆସିଛନ୍ତି, ମୋ ତରଫରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଗ୍ରହଣ କରୁଛି। ଆମର এই ସଭାରେ ଆଜି ସଭାପତି, ସମ୍ପାଦକ, ଉପସଭାପତି, ସହ ସମ୍ପାଦକ ଏବଂ କାର୍ଯ୍ୟକାରିଣୀର ବୈଠକ ସମସ୍ତ ସଦସ୍ୟ, ଭାଇ, ବେହେରା, ସାନି, ଆମର ଚୌରା ଯେଉଁ ଅଛି ଆମର ସାତ ପ୍ରଗଣାର ସଭ୍ୟମାନେ ଏଠି ଉପସ୍ଥିତ ଅଛନ୍ତି। ଆଗାମୀ ଦିନରେ କୈବର୍ତ୍ତ ସମାଜକୁ ଆଗକୁ ନେବା ପାଇଁ ଆମେ এই ପ୍ରତିବଦ୍ଧତା ଏଠି ଗ୍ରହଣ କରିଛୁ ଯେ ପ୍ରତି ମୁହୂର୍ତ୍ତରେ ଏ ସଂଘରେ ଯେଉଁ ଅଛନ୍ତି ସଦସ୍ୟ, ଯେକୌଣସି ପରିସ୍ଥିତିରେ ଯାହା ବି ଅସୁବିଧା ହୁଏ ଆମ ପାଖରେ ଖବର ପହଞ୍ଚିଲେ ଆମେ ତାଙ୍କୁ ନିଶ୍ଚିତ ସାହାଯ୍ୟ କରିବୁ। ଆଗାମୀ ଦିନରେ ଆଗକୁ ତାଙ୍କୁ ନେବା ପାଇଁ ଆମେ ତାଙ୍କୁ ସାହାଯ୍ୟ କରିବୁ। ନିଶ୍ଚିତ ଆଗାମୀ ଦିନ ପାଇଁ ଆମର ପ୍ରସ୍ତୁତି ବୈଠକରେ ସବୁ ବର୍ଷ ଆଗାମୀ ଦିନ ପାଇଁ କାର୍ଯ୍ୟସୂଚୀ ତିଆରି ହୁଏ। ଏ ବର୍ଷ କାର୍ଯ୍ୟସୂଚୀ ମଧ୍ୟ ତିଆରି କରାଯାଇଛି। ହାରାରି ପାଖାପାଖି ଏ ବୈଠକ 60 ବର୍ଷ ହେଲା ଚାଲି ଆସୁଛି। ମୋ ନାଁ ଶ୍ରୀ ଅକ୍ଷୟ କୁମାର ବେହେରା, ମୁଁ ସେକ୍ରେଟାରୀ ଉତ୍ତରେଶ୍ୱର ନିଆଳି କୈବର୍ତ୍ତ ମହାସଂଘର। ଇଏ ଆମର 1967 ମସିହାରୁ ଏ ଗୋଟେ ଆମର କୈବର୍ତ୍ତ ଜାତିର ଗୋଟେ ବୈଠକ 1967 ମସିହାରୁ ଚାଲି ଆସୁଅଛି ଏବଂ ଏବେ ମଧ୍ୟ ଚାଲୁଛି। ତାର ବାର୍ଷିକ ବୈଶିକ ଏଠି 3 ଦିନ ବ୍ୟାପୀ ହୁଏ। ଏଠି 3 ଦିନ ଯେଉଁ ବାର୍ଷିକ ବୈଠକ ହୁଏ, ଏଥିରେ ଆମର ଗୋଟେ ଭାଇଚାରାର ଆଦାନ ପ୍ରଦାନ ହୁଏ ଏବଂ କୌଣସି ସାହିରେ କୌଣସି ସମସ୍ୟା ରହିଗଲେ, କୌଣସି ଅସୁବିଧା ଥିଲେ ସେମାନେ ଭାଇମାନେ ତାଙ୍କର ଏଠି ଆସିକିରି ତାକୁ ପରିପ୍ରକାଶ କରନ୍ତି। ଏଠୁ ସୁଚାରୁ ରୂପେ ସମାଧାନ ହୁଏ। ଜାତିର ଉନ୍ନତି ପାଇଁ ଆମର ଏମିତି ଛୋଟ ଛୋଟ ସଂଗଠନକୁ ନେଇକି ନିଖିଳ ଉତ୍କଳ କୈବର୍ତ୍ତ ମହାସଂଘ ଓଡ଼ିଶା ନାମରେ ଭୁବନେଶ୍ୱରରେ ଗୋଟେ ଆମର ଓଡ଼ିଶାକୁ ନେଇ ଗୋଟେ କୈବର୍ତ୍ତ ମହାସଂଘ ଅଛି। ସେଠି ଗୋଟେ ବି କୈବର୍ତ୍ତ ଭବନ ଅଛି। ସେଠି ଆମର ଏଇ ଜାତିର ଉନ୍ନତି ପାଇଁ, ଆମର ଗରିବ ପିଲାମାନଙ୍କ ପାଇଁ, ଯେଉଁମାନେ ଏସିରେ ଯେଉଁମାନେ କୁଟା ପାଉନାହାନ୍ତି, ତାହାର ଅଭାବୀ ଆଉ ଦଳିତ ଲୋକମାନେ ଭତ୍ତା କି ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି, ଇନ୍ଦିରା ଆବାସ ଏସବୁ ଜିନିଷରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ କେମିତି ଆମେ ତାଙ୍କ ପାଖରେ ସେ ଜିନିଷ ପହଞ୍ଚାଇ ପାରିବୁ ଏବଂ ଜାତିର ଉନ୍ନତି ପାଇଁ ଆମର ଯେଉଁ ଗରିବ ଝିଅମାନେ ଅଛନ୍ତି, ଯେଉଁମାନେ ବିବାହ ହେଇପାରୁନାହାନ୍ତି କି କୌଣସି କାରଣବଶତଃ କିଛି ଅସୁବିଧା ଅଛି, ଯେତେବେଳେ ଯିଏ ଯାହା ସାହାଯ୍ୟ ସହଯୋଗ ମାଗେ ଆମର ସଂଘ ତାକୁ ସାହାଯ୍ୟ ସହଯୋଗ କରେ। 60 ବର୍ଷରୁ ଉର୍ଦ୍ଧ୍ୱ ହେଇଗଲାଣି। 60 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି। ଆମର କେଉଁ ବାପା ଜେଜେବାପା ଆମର ସଂଗଠନ ଚାଲିଛି, କିନ୍ତୁ ପରିତାପର ବିଷୟ ଆମେ କୌଣସି ସରକାରୀ ଅନୁଦାନ ଏପର୍ଯ୍ୟନ୍ତ ପାଇନୁ କି ଏ ଅନୁଷ୍ଠାନର ଗୋଟେ ସ୍ଥାୟୀ ଗୃହ ବି ନାହିଁ। ଆମେ ସରକାରଙ୍କ ପାଖରେ ନିବେଦନ କରୁଛୁ, ଆମ ପାଇଁ ଆମେ ସୁଦୂର ବଡମ୍ବା ଠାରୁ ଏପର୍ଯ୍ୟନ୍ତ ସାଲେପୁର ପର୍ଯ୍ୟନ୍ତ ଆମର এই ଅନୁଷ୍ଠାନ ସହିତ ସମସ୍ତ ଆମର ଭାଇ ଜଡ଼ିତ, ଆମ ଜାତି ଭାଇ। ତେଣୁ ଆମର ଗୋଟେ ସ୍ଥାୟୀ ଗୃହ ନାହିଁ। ସରକାରଙ୍କ ପାଖରେ ଆମର ବିନମ୍ର ନିବେଦନ ଅନେକ ବାର ଆମ ପାଇଁ ଗୋଟେ ସ୍ଥାୟୀ ଗୃହର ବ୍ୟବସ୍ଥା କରନ୍ତୁ, ଯାହାଫଳରେ ଆମେ ଏଇ ବର୍ଷା ତୋଫାନ ଖରାରୁ ବଞ୍ଚିତ ହୋଇ ସେଇଠି ଟିକେ ଶାନ୍ତିରେ ସଭା କରିବୁ। ଆଗକୁ ସରକାରଙ୍କୁ ସାହାଯ୍ୟ କରିବା ସହିତ ଜାତିକୁ ସାହାଯ୍ୟ କରିବୁ, ଦେଶର ମଙ୍ଗଳ ପାଇଁ ଚିନ୍ତା କରିବୁ। ଆମର ଆଜି 7ଟା ପ୍ରଗଣାର ଲୋକମାନେ ଆସିଥିଲେ। ଗୋଟାଏ ପ୍ରଗଣାର ଲୋକ ସଂଖ୍ୟା ପାଖାପାଖି ଆମର କେତେଟା ଆମର